स्वागतम सुस्वागतम सर्वेभ्यः नमः। दैनिक राशिफल विभाग को समस्त को निमंत्रण। ये श्रोता बंधु डिसेम्बर 2 तारीख मंगलवार, डिसेम्बर 2 तारीख मंगलवार 12 राशि व्यक्ति समुदाय केते मधुर केते तिक्त केते आंबिल फल भोग करिवे। आसतु चाखिबा, आम भी चाखिबा ना। आम तो से समुदाय भितर गोटे ना कौन कहते। आज 2 तारीख मंगलवार, आगे देखा सूर्यास्त 5टा 4 पर आउ मंद समय 2टा 23 रु 3टा 44, अशुभ समय 2टा 23 रु 3टा 44, सूर्यास्त 5टा 4 पर। आज मेष राशि घात बार आउ मेष राशि घात चंद्र। आज मेष राशि घात चंद्र, मकर राशि घात बार, मकर राशि घात बार। मकर अधिपति शनि, 12 मंगल, मंगलंकर शनिकर पड़ेनि। घात बार मकर घात बार, मेषर घात चंद्र। बंधु 12 मंगल, मेषर अधिपति मंगल। यही 2 मंगल मध्य सम्मिश्रण घटी मेष राशि आज हेब मंगल मंगल मंगल, किंतु घात चंद्र परा। घात चंद्र हेतु मझे टिके सामान्य आघात हेब, रक्तपात हेब, पीड़ा हेब। आसु शुणा डिसेम्बर 2 तारीख मंगलवार मेष राशि घात चंद्र हेले भी मेष राशि पाई अर्थ योजना भल अच्छी। अर्थ तो सबु सुखर मूल ना। मेष राशि पाई आज अर्थ योजना भल अच्छी। बंधु संपर्क उत्तम अच्छी। हाँ भल कथा। कौन खाद्य पानीय रुचिकर हेब। वाह। स्वास्थ्य समस्या आदौ नहीं, मात्र अकस्मात घात चंद्र जनित आघात प्राप्त होई सामयिक पीड़ा तथा सामान्य रक्तपात होई पारे। सामान्य पीड़ा भोगिबे, सामान्य रक्तपात जनित दुख लागिबो। आज 12 मंगल, मेषाधिप मंगल, एणु शारीरिक विकास हेब, पूर्व व्याधि आदि प्रशमित हेब, आर्थिक लाभ बढ़िया हेब। जेहेतु घात चंद्र तेणु टिके बाधिब, कोठी बाड़े पिटी हो रक्तपात जोग अच्छी, नहले आउ सब भल। राति 8टा 50 पर एते भल बोली राति 8टा 50 पर घर बाहर को जीवेनी, बाहर थिले घर को आसिया पई चेष्टा करिवे। वृष राशि डिसेम्बर 2 तारीख मंगलवार, वृष राशि अधिपति शुक्र। शुक्र मंगलंकर शत्रुता अच्छी। एणु स्वास्थ्य समस्या देखा देव। घोड़ा बिंधा पीड़ा जंत्रणा बढ़ीजीव, वृथा व्यय हेब, कर्म क्षेत्र रे आदर सम्मान कमिजीव, आय मांदा हेब, खाद्य पानीय रुचिकर हेबनी, सबु क्षेत्र रे शत्रु हैरान करिवे, सहयोग मिलिबनी, प्रिय परिजनक व्यवहार भी मंद बोध हेब, कर्म रे अवहेला होई पारे, निंदा शुणी पारंती, सबुजाक खराब। जेहेतु
ବୃଷ ରାଶିର ଅଧିପତି ହେଲେ ଶୁକ୍ର, ବାର ହେଲା ମଙ୍ଗଳ। ମଙ୍ଗଳଙ୍କ ସହିତ ଶୁକ୍ରଙ୍କର ପଡ଼େନି। ଏଇଥିପାଇଁ କି ବିଭିନ୍ନ ସମସ୍ୟା ମାଡ଼ି ଆସିବ। ସୁତରାଂ ଆମେ ତ ଜାଣିଲେ ଶୁଣିଲେ ଟିକେ ହୁସିଆରି ହେବା। ଆମେ ଯେଉଁ ଈଶ୍ୱରଙ୍କୁ, ଈଶ୍ୱର ଏକ, ଭିନ୍ନ ଭିନ୍ନ ରୂପରେ ଆମେ ପୂଜା କରୁନେ, ଆମେ ଯେଉଁ ରୂପକୁ ଭଲ ପାଉଛେ, ଯିଏ ଆମର ସୁଖ ଦୁଃଖର ସାଥୀ, ତାଙ୍କର ଶରଣାପନ୍ନ ହେବା। ସେ ରକ୍ଷା କରିବେ। କେମିତି ରକ୍ଷା କରିବେ? ଯଦି ଆମର ପ୍ରକୃତ ତାଙ୍କ ପ୍ରତି ପ୍ରେମ ଥାଏ, ଆଦର ଥାଏ, ଭକ୍ତି ଥାଏ, ଶ୍ରଦ୍ଧା ଥାଏ, ସେ ନିଶ୍ଚୟ ସହଯୋଗର ହାତ ବଢ଼ାଇବେ। ଆସନ୍ତୁ ଯିବା ମିଥୁନ ପାଖକୁ। ଡିସେମ୍ବର 2 ତାରିଖ ମଙ୍ଗଳବାର, ମିଥୁନ ରାଶିର ମୃଗଶିରା ଓ ପୁନର୍ବସୁ ନକ୍ଷତ୍ର ଦ୍ୱୟର ରାତି 8ଟା 50ରୁ ଅଶୁଭ ସମୟ ଆରମ୍ଭ ହେବ। ଆଜି ଭଲ ଆୟୋଜକ ଅଛି, ମାତ୍ର ସବୁ କ୍ଷେତ୍ରରେ ସାବଧାନତା ଅବଲମ୍ବନ କଲେ ନିଜ ପାଇଁ ଭଲ। ବ୍ୟବହାର ମାର୍ଜିତ ନ କଲେ ଶତ୍ରୁ ସୃଷ୍ଟି ହୋଇ ପୀଡ଼ା ଦେବେ। ଯିଏ ଯେଉଁ ବୃତ୍ତିରୁ ପ୍ରତିଦିନ ଆୟ କରି ପରିବାର ପ୍ରତିପୋଷଣ କରି ଆସୁଛନ୍ତି, ସେ ବୃତ୍ତିର ବିକାଶ ହେବ, ଆୟ ବଢ଼ିଯିବ, ସ୍ୱାସ୍ଥ୍ୟ ସମସ୍ୟା ନାହିଁ, ଅନ୍ୟାନ୍ୟ ସବୁ ଭଲ। କିନ୍ତୁ ଶତ୍ରୁକୁ ସାବଧାନ। ଆଜି ଶତ୍ରୁ ବୃଦ୍ଧି ହେବେ। ଆପଣ ଭଲ କହୁନାହାନ୍ତି, କେମିତି ତ ଶତ୍ରୁ ସୃଷ୍ଟି ହେଇଯିବେ ଆଉ। ତେଣୁ ଆମ ବ୍ୟବହାର, ଆମର ଠାଣି ମାଣି କାହାଣୀ ଚାହାଣୀ ସବୁଥିରେ ଟିକେ ଶୃଙ୍ଖଳା ରହିଲେ ଭଲ। ତା ନହେଲେ ଶତ୍ରୁ ହଇରାଣ କରିବେ। ଆସନ୍ତୁ ଯିବା କର୍କଟ ପାଖ। ଡିସେମ୍ବର 2 ତାରିଖ ମଙ୍ଗଳବାର, କର୍କଟ ରାଶି ପାଇଁ ଆଜି ମଙ୍ଗଳ ହେବ, ମାତ୍ର ରାତି 8ଟା 50ରୁ ପୁନର୍ବସୁ ଓ ଅଶ୍ଳେଷା ନକ୍ଷତ୍ର ଦୁଇଙ୍କର ଅଶୁଭ ସମୟ ଆରମ୍ଭ ହେବ, ମାନେ ଅମଙ୍ଗଳ ହେବ। କର୍ମକ୍ଷେତ୍ରରୁ ପ୍ରଶଂସା, ସମ୍ମାନ, ଅର୍ଥ ଆଦିର ଶୁଭ ସୂଚନା ମିଳିବ। ତାକୁ ସବୁ ଶୁଣି ଖୁସି ହେବେ। କର୍ମ ପ୍ରତି ଆଜି ଆଗ୍ରହ ବଢ଼ିଯିବ। ସମସ୍ତ ବୃତ୍ତିଜୀବୀ ଆଜି ଅଧିକରୁ ଅଧିକ ଆୟ କରିବେ। ସ୍ୱାସ୍ଥ୍ୟ ସମସ୍ୟା ନାହିଁ। ପୁରୁଣା ରୋଗୀଙ୍କ କଥା ଅଲଗା। ସମସ୍ତ ପ୍ରକାର ଲୌକିକ ସୁଖ ପାଇବେ। ରାତି 8ଟା 50 ପରେ ସତର୍କ ରହନ୍ତୁ। କର୍କଟର ଆଜି ଶୁଭ ଭଲ। କାହିଁକି କହିଲି ନା, କର୍କଟ ରାଶିର ଅଧିପତି ହେଲେ ଚନ୍ଦ୍ର, ବାର ହେଲା ମଙ୍ଗଳ। ଏହି ଦୃଷ୍ଟିକୋଣରୁ ମଙ୍ଗଳଙ୍କ ସହାୟତାରେ ଆଜି କର୍କଟର ଭଲ ହେବ। କିନ୍ତୁ ରାତି 8ଟା 50 ପରେ ଆଉ ଭଲ ନାହିଁ। ଭଲ ଯେ ମେଷଠୁ ମୀନ ପର୍ଯ୍ୟନ୍ତ ଯେଉଁ ରାଶିରେ ପୁରୁଣା ରୋଗୀ ଅଛନ୍ତି, ତାଙ୍କ ବିଷୟରେ ମୁଁ କିଛି କହିପାରିବିନି। କାହିଁକି ନା ସେ ତ କଷ୍ଟ ଭୋଗି ଆସୁଛନ୍ତି। ତଥାପି ଯେତିକି ମୁଁ ପାରୁଛି ସେତିକି ସତର୍କ କରିଦେଉଛି। ଦେଖିବା ସିଂହ ପାଖକୁ ଆସିବା। ଡିସେମ୍ବର 2 ତାରିଖ ମଙ୍ଗଳବାର, ସିଂହ ରାଶିର ପୂର୍ବ ଫାଲ୍ଗୁନୀ ନକ୍ଷତ୍ରର ରାତି 8ଟା 50ରୁ ଅଶୁଭ ସମୟ ଆରମ୍ଭ ହେବ। ସିଂହ ରାଶିର ଏକ ପ୍ରକାର ଅଶୁଭ ଦିନ। ଶତ୍ରୁମାନେ ଆତଙ୍କିତ କରିବେ। ସମ୍ମାନ ହାନି ହେବ। ଆୟ ହେବ, ମାତ୍ର ସେ ଆୟରେ ମନବୋଧ ହେବନି। କିନ୍ତୁ ରବିଙ୍କ ସହ ମଙ୍ଗଳର ସମ୍ପର୍କ ଭଲ ହେତୁ ଏହି ସମସ୍ତ ଅଘଟଣ ବେଶୀ ଦୁଃଖ ଦେଇ ପାରିବନି। ତଥାପି ହାତେ ମାପି ଚାଖଣ୍ଡେ ଚାଲିବା ଭଲ। ଲୋକ ଚିହ୍ନି ବ୍ୟବହାର କରନ୍ତୁ, ନହେଲେ ସମ୍ମାନ ହାନି ହେବ। ଭଲ କରି ଚିହ୍ନି ରଖ ଭ୍ରାତାଙ୍କ ବଦନ। ଏ ଗୋଟିଏ ଉକ୍ତି ଅଛି। ଆମେ ଏ ସଂସାରରେ ସମସ୍ତଙ୍କୁ ଯଦି ବିଶ୍ୱାସ କରିବା, ତାହେଲେ ଟିକେ ସମସ୍ୟା ହେବ ନା। ତେଣୁ ଆଗେ ଲୋକ ଚିହ୍ନିବା, ଲୋକ ଚିହ୍ନି ତାଙ୍କ ସହିତ ବ୍ୟବହାର କରିବା। କେତେ ଲୋକ ପାଣିରେ ବି ସର ପକାଇ ଦିଅନ୍ତି। ଆମେ ସିନା ଦୁଧରେ ସର ପକାଇ
ସେ ସରକୁ ଖାଉ। କେତେ ଲୋକ ଚିକଣିଆ କଥା କହିବେ, ମନ ଭ୍ରମିଯିବ, ବିଶ୍ୱାସ କରିବ। ତେଣୁ ସିଂହ ରାଶିର ସମସ୍ତେ ଆଗେ ଲୋକ ଚିହ୍ନନ୍ତୁ, ତାପରେ ବିଶ୍ୱାସ କରନ୍ତୁ, ତାପରେ ଯାଇ ଭରସା। ନହେଲେ ସେମାନେ ଚେର କାଟି ତଣ୍ଟି ଚିପି ମାରିଦେବେ। ସାବଧାନ ସିଂହ ରାଶି ପାଇଁ। କନ୍ୟା କଥା, ଡିସେମ୍ବର 2 ତାରିଖ ମଙ୍ଗଳବାର, କନ୍ୟା ରାଶିର ଅତି ଅଶୁଭ ଦିନ। ରାତି 8ଟା 50ରୁ ଚିତ୍ରା ନକ୍ଷତ୍ରର ଅଶୁଭ ସମୟ ଆରମ୍ଭ ହେବ। ଏହି ଚିତ୍ରା ଯଦି ପୁରୁଣା ରୋଗୀ, ତେବେ ଅବସ୍ଥା ସଙ୍କଟାପନ୍ନ ହେବ। ପୁରୁଣା ରୋଗ ଥିଲେ ସେ ଅତି ବାଧିବ, ପୀଡ଼ା ଦେବ। ଆଜି ଦେହ ଅସୁସ୍ଥ ହେବ। ଶତ୍ରୁ ପରି ରୋଗ ଆଜି କଷ୍ଟ ଦେଇ ଖାଲି ଆଖିରୁ ଲୁହ ଗଡ଼େଇବ। ଯଦି ଜନ୍ମ ଜାତକରେ ଅଷ୍ଟମାଧିପ ସୁସ୍ଥ, ତେବେ ଏ ପୀଡ଼ା ସାମାନ୍ୟ କମିଯିବ। ଯଦି ଜନ୍ମ ଜାତକରେ ଅଷ୍ଟମାଧିପ ଶତ୍ରୁ କବଳିତ ନୁହନ୍ତି, ଶୁଭ ଗ୍ରହଙ୍କ ଦୃଷ୍ଟିରେ ଅଛନ୍ତି, ତାହେଲେ ଏ ପୀଡ଼ା ଏତେ ବାଧିବନି। ନହେଲେ ବାଧିବ। ହଁ, ଆଜି ଟିକେ ଦେହ ମୁଣ୍ଡ ଖରାପ ହେବ କନ୍ୟା ରାଶିର। ଆମେ ହାତେ ମାପି ଚାଖଣ୍ଡେ ଚାଲିବା, ନହେଲେ ଟିକେ ସମସ୍ୟା ହେଇଯାଇପାରେ। ତୁଳା କଥା ଆଲୋଚନା କରିବା। ଡିସେମ୍ବର 2 ତାରିଖ ମଙ୍ଗଳବାର, ତୁଳା ରାଶିର ଏକ ଶୁଭ ଦିନ। ପ୍ରୀତି ବୃଦ୍ଧି ହେବ, ଆଦର ସମ୍ମାନ ପାଇବେ। ଧନ ଭାବ ହେବନି, ଧନାଭାବ, ଧନ ଅଭାବ ଧନାଭାବ ହେବନି। ହାତକୁ ଆବଶ୍ୟକତା ଠାରୁ ଅଧିକ ଧନ ଆସିବ। ଧନ ସଂକ୍ରାନ୍ତୀୟ ସମସ୍ୟା ଆଦୌ ନାହିଁ। ସମସ୍ତ ବୃତ୍ତିର ବିକାଶ ହେବ। ମାତ୍ର ରାତି 8ଟା 50ରୁ ଚିତ୍ରା ଓ ବିଶାଖା ନକ୍ଷତ୍ରର ଅଶୁଭ ସମୟ ଆରମ୍ଭ ହେବ। ସବୁ କ୍ଷେତ୍ରରେ ସାନ ବଡ଼ ଶତ୍ରୁ ଅଳ୍ପେ ବହୁତେ ହଇରାଣ କରିବେ। ଦେହ ମୁଣ୍ଡ ଠିକ୍ ରହିବ। ଖାଦ୍ୟ ପାନୀୟ ମିତ୍ର ଆଦି ସମସ୍ତେ ପାଖକୁ ଆସିବେ। ସବୁ ଦିଗରୁ ମଙ୍ଗଳ ହେବ। ତେଣୁ ତୁଳା ରାଶିର ସମସ୍ତ ବନ୍ଧୁ ଲୋକ ଚିହ୍ନି ବ୍ୟବହାର କରନ୍ତୁ, ନହେଲେ ସମସ୍ୟା ଟିକେ ଗୁରୁତର ହେବ। ଆଜି ଦିନଟି ଭଲ, ତୁଳା ରାଶି ପାଇଁ ଆଜି ଦିନଟି ଭଲ। ବିଧାତାଙ୍କର କଲ୍ୟାଣ ଅଛି, ସମସ୍ୟା କିଛି ନାହିଁ। ତଥାପି ଟିକେ ଟିକେ ସମୟରେ ସାମାନ୍ୟ କିଛି ଲୋକ ଶତ୍ରୁତା ଆଚରଣ କରିବେ। ବିଛା କଥା ଆଲୋଚନା କରିବା। ଡିସେମ୍ବର 2 ତାରିଖ ମଙ୍ଗଳବାର, ବିଛା ରାଶିର ଏକ ଶୁଭ ଦିନ। ତଥାପି ରାତି 8ଟା 50 ପରେ ଅଶୁଭ ସମୟ ଆରମ୍ଭ ହେବ। ବିଶାଖା ଓ ଜ୍ୟେଷ୍ଠା ନକ୍ଷତ୍ର ଦୁଇଙ୍କର ଆଜି ଅଶୁଭ ହେବ 8ଟା 50 ପରେ। ଆଜି ସବୁ ଦିଗରୁ ଲାଭ ହେବ। କିଏ କ'ଣ ଚାହେଁ ସେ କଥା କେବଳ ସିଏ ସିନା କହିପାରିବ। କ'ଣ ଲାଭ ହେଲେ ସେ ଖୁସି ହୁଏ, ସେ କଥା ତା ମନ ଜାଣେ। ଏଣୁ ସମସ୍ତଙ୍କୁ ସେମାନଙ୍କର ମନଲାଖି ଦ୍ରବ୍ୟ ବା ବସ୍ତୁ ବା ବ୍ୟକ୍ତି ବା ଗୁଣ ବା କ୍ରିୟା ଲାଭ ହେବ। ବିଶେଷତଃ ସମସ୍ତ ପ୍ରକାର ସାନ ବଡ଼ ବ୍ୟବସାୟୀଙ୍କର ବୃତ୍ତି ବେଉସା ସେବାରେ ଆଶାତୀତ ଲାଭ ହେବ। ଆଜି ମିଠା ଖାଇ ଖୁସି ହେବେ। ବିଛା ରାଶିକି ଆଜି ମିଷ୍ଟାନ୍ନ ଭୋଜନ ଯୋଗ ଅଛି। ଆଜି ବା ଲାଭ। ବ୍ୟବସାୟୀ ମନେକର, ମୁଁ ପାରା ବିକ୍ରି କରୁଛି, ପାରା ଧରିଛି। ଆପଣ ହୀରା ବ୍ୟବସାୟ କରୁଛନ୍ତି। କିଏ ଚାଉଳ ଚୁନା ବିକୁଛି ବା ଗହମ ଚୁନା ବିକୁଛି, କିଏ ସୁନା ବିକୁଛି। ବୁଝିହେଉଛନ୍ତି। ତେଣୁ ସେ ପାରା ବ୍ୟବସାୟୀ ହେଉ କି ହୀରା ବ୍ୟବସାୟ ହେଉ, ଚୁନା ବ୍ୟବସାୟ ହେଉ କି ସୁନା ବ୍ୟବସାୟ ହେଉ, ଛୋଟ ବ୍ୟବସାୟ ହେଉ କି ବଡ଼ ବ୍ୟବସାୟ ହେଉ, କିଏ ପାନ ବିକୁଛି, କିଏ ବାଡ଼ିରେ କ'ଣ କଦଳୀ କାନ୍ଦିଟିଏ ପଡ଼ିଛି ରାସ୍ତା କଡ଼ରେ କଦଳୀ ବିକୁଛି। ତେଣୁ ସମସ୍ତ ବ୍ୟବସାୟୀଙ୍କର ଆଜି ଲାଭ ଅଛି। ଲାଭ ପୂର୍ବ ଲାଭଠୁ ଆଜି ଭଲ ଲାଭ ହେବ। ବିଛା ରାଶିର ଆଜି ସବୁ ଠିକ୍ଠାକ୍, କିନ୍ତୁ ରାତି 8ଟା 50 ପରଠୁ ଟିକେ ଅଶୁଭ ସମୟ ଆରମ୍ଭ ହେବ।
ଡିସେମ୍ବର 2 ତାରିଖ ମଙ୍ଗଳବାର ଧନୁ ରାଶିର ନାନାବିଧ ସୁଖ ପ୍ରାପ୍ତି ଦିବସ। ହେଲେ ରାତି 8ଟା 50 ପରେ ପୂର୍ବାଷାଢ଼ା ନକ୍ଷତ୍ରର ଅଶୁଭ କାଳ ଆସିଯିବ। ଚେଷ୍ଟା କଲେ ଏହି ରାଶିର ସମସ୍ତ ବ୍ୟକ୍ତି ଅବଶ୍ୟ ସଫଳ ହେବେ। ଆଳସ୍ୟ ତ୍ୟାଗ କରି କର୍ମ ଚଞ୍ଚଳ ନହେଲେ ଜୀବନ ସାରା ଅସଫଳ ରହିଯିବେ। ଯିଏ କର୍ମଠ ତାକୁ ଭାଗ୍ୟଲକ୍ଷ୍ମୀ ଆଦର କରିବେ। ଏଣୁ ଧନୁ ରାଶିର ଲୋକେ ଯଦି କର୍ମ କୁଶଳ ତେବେ ସବୁ ସୁଖ ମିଳିବ। କର୍ମକୁଣ୍ଠ ହୁଅନ୍ତୁନି, କର୍ମଠ ହୁଅନ୍ତୁ। ଧନୁ ରାଶିର ବ୍ୟକ୍ତି ସମୁଦାୟଙ୍କୁ ଏଟା ପରାମର୍ଶ। ଧନୁ ରାଶିର ଲୋକମାନେ ଟିକେ ଅଳସ। ଯଦି ସେମାନେ କର୍ମଚଞ୍ଚଳ ରହିବେ, କର୍ମଠ ହେବେ, କର୍ମକୁ ଆଦର କରିବେ, କର୍ମ ହିଁ ଭଗବାନ, କର୍ମ ତୋହର ନିଜ ଗୁରୁ, ଏଇଭଳି ଚିନ୍ତାଧାରା ଆସିବ, ତାହେଲେ ଆଜି ନୁହଁ ସାରା ଜୀବନ ସେମାନେ ସୁଖ ପାଇବେ। ଯେତେ ଆଳସ୍ୟର ବଶବର୍ତ୍ତୀ ହେବେ, ଯେତେ ପରବୁଦ୍ଧିଆ ହେବେ, ପଛବୁଦ୍ଧିଆ ହେବେ, ତାହେଲେ ଜୀବନ ସାରା ଦୁଃଖ ଭୋଗିବେ। ଆଜି କିନ୍ତୁ ଧନୁରାଶି ପାଇଁ ବଢ଼ିଆ ଦିନ, 2 ତାରିଖ ମଙ୍ଗଳବାର। ମକର କଥା ବୁଝିବା। ଡିସେମ୍ବର 2 ତାରିଖ ମଙ୍ଗଳବାର ମକର ରାଶିର ବଡ଼ ଅସୁବିଧା ହେବ। ପ୍ରଥମତଃ ରାତି 8ଟା 50 ପରେ ଧନିଷ୍ଠା ନକ୍ଷତ୍ରର ଅଶୁଭ ସମୟ ଆରମ୍ଭ ହେବ। ଏହି ନକ୍ଷତ୍ର ଯେଉଁ ବ୍ୟକ୍ତିମାନଙ୍କର, ସେ ବ୍ୟକ୍ତି ଯଦି ପୁରୁଣା ରୋଗୀ ତେବେ ଅସୁସ୍ଥତା ବଢ଼ିଯିବ। ରାତି କଥା ସାବଧାନ, କାରଣ ଆଜି ଏହି ମକର ରାଶିର ସମସ୍ତ ବ୍ୟକ୍ତିଙ୍କର କିଛି ନା କିଛି ରୋଗ ହେବ। ମକର ରାଶିର ମଙ୍ଗଳବାର ଟିକେ ଅସୁବିଧା, ରୋଗ ହେବ, କିଛି ନା କିଛି ରୋଗ ହେବ। ତେଣୁ ସେମାନେ ଏହି ରୋଗରେ ପ୍ରପୀଡ଼ିତ ହୋଇ କଷ୍ଟ ଭୋଗିବେ। ପୁରୁଣା ରୋଗ ଥିଲେ ଅଧିକ ବାଧିବ। ଚାରିତ୍ରିକ ତ୍ରୁଟିକୁ ନେଇ ଲୋକେ ନିନ୍ଦା କରିବେ। ପାରିବାରିକ ଝଡ଼ ସୃଷ୍ଟି ହୋଇପାରେ। ମନ ଅଶାନ୍ତ ହେବ। 2 ତାରିଖ ମଙ୍ଗଳବାର ମକର ରାଶିର ଭଲ ନାହିଁ। ପ୍ରଥମତଃ ତମ ଚରିତ୍ରରେ କଳଙ୍କ ଅଛି ବୋଲି କେହି ଲୋକ କିଛି କହିବେ। ଲୋକ ତ କହିବେ ନା, ଲୋକଙ୍କ ମୁହଁରେ ବାଡ଼ବତା ନାହିଁ ନା। ସେମାନେ ପ୍ରାୟ ଛିଦ୍ର ଖୋଜୁଥାନ୍ତି। ଯେଉଁଠି ଖଣ୍ଡିଆ ହେଇଥାଏ ସେଠି ପରା ଆସି ମାଛି ବସେ। ଯେଉଁଠି ଭୂତ ଭୟ ଥାଏ ସେଇଠି ପା ସଞ୍ଜ ହେଇଯାଏ। ଯେଉଁଦିନ ଘରେ ଖାଦ୍ୟ ନଥାଏ ସେଦିନ ବେଶୀ ଭୋକ ହୁଏ। ଏଇଟା କ'ଣ ଆପଣ ଜାଣିନାହାନ୍ତି? ତେଣୁ ଏ ସମାଜରେ ବହୁତ ଖଳ ଚରିତ୍ର ଲୋକ ଅଛନ୍ତି। ସେମାନେ ଖାଲି କେଉଁଠି ଭୁଲ ହେଲା କାହାର ତାକୁ ଜଗି ବସିଛନ୍ତି, ନିନ୍ଦା କରିବେ। ତେଣୁ ମକର ରାଶିର ଚାରିତ୍ରିକ ଦୋଷ ଦୁର୍ବଳତା ଆଜି ଲୋକ ଆଲୋଚନା କରିବେ। ସେମାନଙ୍କ ଦେହ ମୁଣ୍ଡ ଆଜି ଖରାପ ହେବ। ସେମାନେ ଅସୁସ୍ଥ ରହିବେ, ମନ ଅଶାନ୍ତ ହେବ, ଦେହ ଦରଜ ହେବ, ଘୋଳାବିନ୍ଧା ହେବ, ବିନ୍ଧିବ। ଆଉ ରାତି 8ଟା 50 ପରେ ଟିକେ ସମସ୍ୟା ଗୁରୁତର ହେବ। ତେଣୁ ସାବଧାନ। ଆସନ୍ତୁ ଯିବା ମକର ପରେ କୁମ୍ଭ ପାଖକୁ। ଡିସେମ୍ବର 2 ତାରିଖ ମଙ୍ଗଳବାର କୁମ୍ଭ ରାଶିର ଧନିଷ୍ଠା ଓ ପୂର୍ବ ଭାଦ୍ରପଦ ନକ୍ଷତ୍ରର ଅଶୁଭ ସମୟ ରାତି 8ଟା 50 ଆରମ୍ଭ ହେବ। ଆଜି ଦିନଟି ପ୍ରତିଦିନ ଭଳି ନୁହେଁ। ଆଜି ଟିକେ ଅଧିକ ଅର୍ଥ ଆସିବ। ବ୍ୟବସାୟୀମାନଙ୍କ ଭଳି ଯେଉଁମାନେ ନଗଦ ଅର୍ଥ ପ୍ରତିଦିନ ଧରନ୍ତି, ମାନେ ଜଣେ ଭିକାରୀ, ମୋ କଥା ମୁଁ କହୁଛି, ମୁଁ ଗୋଟେ ଭିକାରୀ, ମୁଁ ବାର ଦ୍ୱାର ବୁଲିଲେ 2 ମୁଠା ପାଇବି ସବୁଦିନ। ତେଣୁ ଆଜି ମୋର ଭିକ୍ଷା ଅଧିକ ହେବ। ମାନେ ଯେଉଁମାନେ ନଗଦ ଅର୍ଥ ଧରନ୍ତି, ମୁଁ ଗୋଟିଏ ମୂଲିଆ, ମୂଲ ଲାଗିଲେ ପେଟ ବସେ। ଆଜି ମୋତେ ଭଲ ମୂଲ ମିଳିବ, ଭଲ ଲୋକ ଆଜି ମୋର ମାଲିକ ହେବେ। ସେଇଭଳି ଯିଏ ଯେଉଁ ପ୍ରକାର ଆୟ କରନ୍ତି ସେମାନଙ୍କର ଆୟ ଆଜି ବଢ଼ିଯିବ। ତେଣୁ କୁହାଯାଇଛି ସମସ୍ତ ବୃତ୍ତିଧାରୀଙ୍କର ଆୟ ଆଜି ବଢ଼ିଆ ହେବ। ସେମାନେ ସମସ୍ତେ ମହା ଆନନ୍ଦରେ ନିଜ ନିଜ ବ୍ୟବସାୟର ଅଭିବୃଦ୍ଧି ପାଇଁ ଚେଷ୍ଟା କରିବେ। ବ୍ୟବସାୟୀମାନଙ୍କ ପାଖକୁ ଅଧିକ ଗ୍ରାହକ ଆସିବେ। ଆପଣ ଜାଣିଥିବେ ମୁଁ ପ୍ରକୃତି ଜଣେ ହୀରା ବ୍ୟବସାୟୀ। ହେଲେ ମୁଁ ହୀରା ବ୍ୟବସାୟ କରୁଛି ବୋଲି କ'ଣ ଆପଣଙ୍କୁ କହିବି ନା କ'ଣ? ଦୂର ବିଦେଶରୁ ଲୋକେ ଆସି ନିଅନ୍ତି ନା। ଆଜି ମୋର ଟ୍ରକ୍ ହୀରା ବିକ୍ରି ହେବ। ଆଚ୍ଛା, ଟ୍ରକ୍ ଗୋଟା ଦେଖିନଥିବ, ଟ୍ରକ୍
ମୋ କହିବା କଥାଟା ବନ୍ଧୁ, ଆଜି କୁମ୍ଭ ରାଶିର ସବୁ ଦିଗରୁ ଭଲ। ସ୍ୱାସ୍ଥ୍ୟଗତ ସମସ୍ୟା ନାହିଁ, ଭୋଜନ ସମସ୍ୟା ନାହିଁ, ବନ୍ଧୁ ସମସ୍ୟା ନାହିଁ, ଅର୍ଥ ସମସ୍ୟା ନାହିଁ। ଅଛି କ'ଣ? ଲୌକିକ, ପାରିବାରିକ, ସାମାଜିକ ଏଇଭଳି ଯାବତୀୟ ସୁଖ ଅଛି। ସବୁଠୁ ଭଲ କଥା ହେଲା ଆଜି ଜୀବନସାଥୀ ହସିବେ। ଆଜି କୁମ୍ଭ ରାଶିର ଜୀବନସାଥୀ ହସିବେ, କାରଣ କୁମ୍ଭ ରାଶିଙ୍କର ଜୀବନସାଥୀ କେବେ ହସନ୍ତିନି। ଯାହାର କୁମ୍ଭ ରାଶି ସେ ଯଦି ପୁଅ, ତା ସ୍ତ୍ରୀ କେବେ ହସେ ନା। ଯଦି ସ୍ତ୍ରୀ ଲୋକଟି, ତା ସ୍ୱାମୀ କେବେ ହସେ ନା। ଆଜି କିନ୍ତୁ ହସିବେ। ଆଜି ବଢ଼ିଆ ଦିନ କୁମ୍ଭ ରାଶିର। ହଁ ବନ୍ଧୁ, ଯିବା ମୀନ ପାଖକୁ। ଡିସେମ୍ବର 2 ତାରିଖ ମଙ୍ଗଳବାର, ମୀନ ରାଶିର ରାତି 8ଟା 50ରୁ ପୂର୍ବଭାଦ୍ର ଓ ରେବତୀ ଏହି 2 ନକ୍ଷତ୍ରର ଅଶୁଭ ସମୟ ଆରମ୍ଭ ହେବ। ଆଜି ଦିନଟି ବ୍ୟର୍ଥ ହୋଇଯିବ। ବିଶେଷତଃ ମୀନ ରାଶି ପାଇଁ ସେମିତି କିଛି ଭଲ ସମୟ ନାହିଁ। ମନ ଅସ୍ଥିର ହେବ, ମନ ଆକୁଳ ବ୍ୟାକୁଳ ହେବ। ନିଜର କୌଣସି ବିଦ୍ୟା, ବୁଦ୍ଧି, ବିବେକ ଆଜି କାମ ଦେବନି। ଦେହ ପ୍ରାୟ ଠିକ୍ଠାକ୍ ରହିବ। ଦେହ ଠିକ୍ ରହିବ। ଆଜି ମୀନ ରାଶିର ଦେହ ଠିକ୍ ରହିବ, ମନ ଠିକ୍ ରହିବନି। ଆଜି ମନ ବ୍ୟାକୁଳ ହେବ, ଆକୁଳ ହେବ। ମୁଁ ଜଣେ ଅପରାଧୀ, ମୁଁ ଏହି ଭୁଲ କରିଥିଲି ବୋଲି ଆଜି ଏ କଷ୍ଟ ଭୋଗୁଛି। ଏମିତି ଦୁଶ୍ଚିନ୍ତା ମନକୁ ଆଜି ଘଣ୍ଟିବ। ଘଣ୍ଟା ଚକଟା ମନ ଭିତରେ ଆପଣ କାମ କେମିତି କରିବେ? ମନ ଠିକ୍ ତ ସବୁ ଠିକ୍। ମନ ଯଦି ବେଠିକ୍, ତାହେଲେ ସବୁ ଅସୁବିଧା ସୃଷ୍ଟି ହେବ। ମୀନ ରାଶିର ଆଜି ମନ ଗୋଳାଇ ଘାଣ୍ଟି ହେବ। ତେଣୁ ମୀନ ରାଶିର ଅଧିପତି କିଏ? ବୃହସ୍ପତି। ଆଉ ମଙ୍ଗଳବାର, ବୃହସ୍ପତି ଆଉ ମଙ୍ଗଳଙ୍କ ମିତ୍ରତା ଅଛି ନା। ତେଣୁ ସେ ମନକୁ ସଜାଡ଼ି ଦେବେ। କାହିଁ ଭାବୁଛନ୍ତି ଦୁଃଖ ଆସିବ ବୋଲି? ବୃହସ୍ପତି ବା ମୀନ ରାଶିର ଅଧିପତି। ତେଣୁ ତାଙ୍କର ଅଧିମିତ୍ର ମଙ୍ଗଳ। ମଙ୍ଗଳ ଯେହେତୁ ବାରର ମାଲିକ, ବୃହସ୍ପତି ଯେହେତୁ ରାଶିର ମାଲିକ, ଦି ବନ୍ଧୁ ମିଳିଗଲେ ଯୋଡ଼ାକୁ ନୁହେଁ ଘୋଡ଼ା ସରି। ସେଇ ମନକୁ, ସେ ବିଗିଡ଼ା ମନକୁ ସଜାଡ଼ି ଦେବେ ବୃହସ୍ପତି। ତେଣୁ ହେ ମୀନ ରାଶିର ବନ୍ଧୁଗଣ, ଟିକେ ହସନ୍ତୁ ନା, ଦୁଃଖ କରନ୍ତୁନି। ଆପଣଙ୍କ ପଛେ ପଛେ ଛାଇ ଭଳି ଜଗିଛନ୍ତି ବୃହସ୍ପତି। କିଛି କ୍ଷତି ହେବନି। ରହିଲି ବନ୍ଧୁ, ଆଜି ଏତିକି। ଈଶ୍ୱର ଚାହାନ୍ତି ଆସନ୍ତା କାଲି ଏ ସମୟରେ ଆମେ ପୁଣି ଦୁଃଖ ସୁଖ ହେବା। ନମସ୍କାର।